ଭୁଲ ରହିଲା କେଉଁଠି ଆଉ କ'ଣ ମାନେ ଲଭ୍ଟା ଯଦି ମୁଁ ଏତିକି କହିବି ଯଦି ଅନ୍ଧ ଭଳିଆ ଆମେ ଲଭ୍ କରିବା ତାହେଲେ ଭବିଷ୍ୟତ କେବେ ଠିକ୍ ରହିବ ନାହିଁ। ତ ଝଗଡ଼ାଟା ସହିତ ଝଗଡ଼ା କରି ତାକୁ ସେ ନେଇକି ଛାତ ଉପରକୁ ଗଲା। ତ କିଛି ଦଳ ଆମେ ଘରେ ଥିଲୁ, ପୁଅ ବି ଥିଲା। ଆଉ କିଛି ସମୟ ପରେ ଆମେ ତାର ଗୋଟେ ଶବ୍ଦ ଶୁଭିଲା, ପଡ଼ିଯାର ଶବ୍ଦ ଶୁଭିଲା। ଆମେ ଦୌଡ଼ିକି ଗଲୁ, ପୁଅ ପ୍ରଥମେ ଦୌଡ଼ିଗଲା। ଦେଖିଲା ସେ ତ ଛାତ ଉପରେ ସିଏ ନାହିଁ, ଝିଅ ନାହିଁ, ସିଏ ତଳକୁ। ଏଇ ଯେଉଁ ଫିଲ୍ମ ସବୁ କଲା, ସିରିଏଲ୍ ଫିରିଏଲ୍ ସବୁ କଲା, ତାଙ୍କର ସବୁ ଲୋଭ ବଢ଼ିଲା ଆଉ ଖାଲି ଆମକୁ ପଇସା ଦିଅ। ଯେଉଁଠୁ ପାଇଲା ପଇସା ମାନଙ୍କ ଯାଇଥିବ, ଯେଉଁଠି ମାନେ ଡାକିଲେ ସବୁ ଗଲା, ଗେଷ୍ଟ ହେଇଗଲା, ଇଆଡ଼େ ଗଲା, ଯେ ସବୁ ପରେ ପଇସା ଖାଲି ଆମକୁ ଦିଅ, ଟଙ୍କାଟେ ତୁ ରଖେ ନା। ଆମେ ଛାତ ଉପରେ ଦେଖିଲୁ କେବଳ ପଡ଼ିଚାର ଭଙ୍ଗା ଚୁଡ଼ି ଆଉ ତାର ସେ ମୋଟରସାଇକେଲ ଚାବି ଆଉ ଉପରେ ପଡ଼ିଛି। ନ୍ୟାୟ ତ ମିଳିଲା, ଝିଅ ତ ମିଳିବନି, ନ୍ୟାୟ ପାଇଲୁ। କାଲି ପାଇଛୁ ଏବଂ ବହୁ ଦିନର ପ୍ରତୀକ୍ଷିତ 7 ବର୍ଷ ତଳର ପ୍ରତୀକ୍ଷିତ ରାୟ କାଲି ପ୍ରକାଶ ପାଇଛି। ଏଥିରେ ଆମେ ସାମାନ୍ୟ ଆଶ୍ୱସ୍ତ ଅଛୁ, କିନ୍ତୁ ଯେହେତୁ ଝିଅକୁ ସବୁଦିନ ପାଇଁ ହରାଇଦେଲୁ, ତାକୁ ତ ପାଇବୁନି, ସେଇ ଦୁଃଖଟା ତ ସବୁଦିନ ରହିବ। ନାଇଁ ତ ବର୍ତ୍ତମାନ ତ ନାତିକି ଦେଖିକି ତ ଆମେ ଦୁଃଖ ଭୁଲି ଯାଉ ଚେଷ୍ଟା କରୁଛୁ, ହେଲେ ବି ସେଇଭଳିଆ ଦୁଃଖକୁ ଭୁଲି ହେବ ନାହିଁ। ସେ ଯେଉଁ ଭଳିଆ ଝିଅ ଥିଲା ଆଉ ଆମେ ତାକୁ ଯେଉଁ ଭଳିଆ ଭଲ ପାଉଥିଲୁ ସେଇଭଳିଆ ଝିଅ ତାକୁ ଆଉ ସବୁଦିନ ପାଇଁ ତ ହରାଇ ବସିଲୁ। ସେଇ ଦୁଃଖ ତ କେବେ ଯିବନି, ହେଲେ ତା ପୁଅକୁ ଦେଖିକି ଆମେ କିଛି ପରିମାଣରେ ତାକୁ ଭୁଲିବାକୁ ଚେଷ୍ଟା କରୁଛୁ ଏବଂ ତା ପୁଅକୁ ତ ବର୍ତ୍ତମାନ ପାଖରେ ରଖିଛୁ। ଜନ୍ମରୁ ସେ ଆମ ପାଖରେ ଅଛି, ତାର ତ ସିଏ ତାକୁ ନେଲେ ନାହିଁ କି ତାର କୌଣସି ଦାୟିତ୍ୱ ନେଲେ ନାହିଁ ଏବଂ ମୁଁ ତାର ସମସ୍ତ ଦାୟିତ୍ୱ ନେଇ ଶିକ୍ଷା, ଖାଦ୍ୟ, ନ୍ୟୁଟ୍ରିସନ୍ ସବୁଗୁଡ଼ାକ ଦାୟିତ୍ୱ ନେଇ ବର୍ତ୍ତମାନ ତାକୁ ଏଇଠି ଡିଏ ସ୍କୁଲରେ ତାକୁ ବର୍ତ୍ତମାନ ପଢ଼ାଉଛି। ବୁଝାନ୍ତି କେମିତି କ'ଣ? ବୁଝିବେ କ'ଣ, ପିଲାଟା ତ ସେ ଆମକୁ ବାପା ମା ବୋଲି ଭାବି ନେଇଛି। ମୋତେ ବାପା, ମିସେସ୍କୁ ମମି ବୋଲି ଭାବିକି ସେ ଆଜି ପର୍ଯ୍ୟନ୍ତ ଡାକି ନେଇଛି। ଆମେ ଆଉ ସେ ବିଷୟରେ କିଛି ଆଲୋଚନା କରୁନାହୁଁ। ସେ ପ୍ରଥମରୁ ବୁଝି ନେଇଛି ମମି ପାପା। ପୁଣି ଘଟଣା ହେଇଥିଲା ସେଦିନ ତ ରାତି 2019 ମସିହା ଜାନୁଆରୀ 4 ତାରିଖ ରାତି 9ଟା ବେଳ ଘଟଣା ଏଇଟା। ତାଙ୍କ ଭିତରେ ସେ ଆସିକି ଏଇଠି ଝଗଡ଼ାଟା ସହିତ ଝଗଡ଼ା କରି ତାକୁ ସେ ନେଇକି ଛାତ ଉପରକୁ ଗଲା। ତ କିଛି ଦଳ ଆମେ ଘରେ ଥିଲୁ, ପୁଅ ବି ଥିଲା। ଆଉ କିଛି ସମୟ ପରେ ଆମେ ତାର ଗୋଟେ ଶବ୍ଦ ଶୁଭିଲା, ପଡ଼ିଯାର ଶବ୍ଦ ଶୁଭିଲା। ଆମେ ଦୌଡ଼ିକି ଗଲୁ, ପୁଅ ପ୍ରଥମେ ଦୌଡ଼ିଗଲା। ଦେଖିଲା ସେ ତ ଛାତ ଉପରେ ସିଏ ନାହିଁ, ଝିଅ ନାହିଁ, ସିଏ ତଳକୁ ପଳେଇ ଆସୁଛି। ମୁଁ ଯାଇ ପଚାରିଲି, ଝିଅକୁ ମାନେ ପଳେଇ ଆସୁଛି। ଆପଣ ପଚାରିଲି ଝିଅ କାହିଁ ନା, ସିଏ ପଡ଼ିଗଲା କହିଦେଇକି ସେ ପଳେଇଲା। ସେତିକି ଆମେ ଛାତ ଉପରେ ଦେଖିଲୁ କେବଳ ପଡ଼ିଚାର ଭଙ୍ଗା ଚୁଡ଼ି ଆଉ ତାର ସେ ମୋଟରସାଇକେଲ ଚାବି ଆଉ ଉପରେ ପଡ଼ିଛି। ଆଉ ତା ଦେଖିଲା ବେଳକୁ ପଡ଼ିଗଲା ପରେ ଆମେ ଦୌଡ଼ିକି କଲୁ। ତାପରେ ତାକୁ ତ ନେଇ ମେଡ଼ିକାଲ ଟ୍ରିଟମେଣ୍ଟ କରିବାକୁ ନେଲୁ। ପ୍ରଥମେ ନେଲୁ ଏଇଠିକି ଏଇ ଶକ୍ତି, ତାପରେ ଏସ୍ସିବିରୁ ସ୍ଥାନାନ୍ତର କଲୁ ସେଇ ରାତିରେ ଅଶ୍ୱିନ ହସ୍ପିଟାଲ CDA। ସେଇଠି ଚିକିତ୍ସା ଚାଲିଲା, ତା'ର ଅପରେସନ୍ ହେଲା, ବ୍ରେନ୍ ଅପରେସନ୍ କରାହେଲା, ସବୁ ପ୍ରକାର ଟେଷ୍ଟ କରାହେଲା, କିନ୍ତୁ ସର୍ଭାଇଭ୍ କରିପାରିଲା ନାହିଁ। ତା ପରଦିନ ସେ ଡେଡ୍ ଡିକ୍ଲାର କଲା। ନିକିତା କେତେଟା ସିନେମା କରିଥିଲେ ଏବଂ ସିରିଏଲ୍ କେତେଟା କରିଥିଲେ? କେମିତି ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ, କ'ଣ ହେଇଥାନ୍ତେ? ନାଇଁ, ସେ ତ ଗୋଟେ ବହୁତ ପରିଚୟ ଆର୍ଟିଷ୍ଟ ଥିଲା ସେତେବେଳେ ଏବଂ ଚର୍ଚ୍ଚିତା ଆର୍ଟିଷ୍ଟ ଥିଲା ତ ଓଡ଼ିଶାରେ। ଏବଂ ଭଲ ଯୋଡ଼ିଏ ସିରିଏଲ୍ ତା'ର ଭଲ ଯେଉଁ ଯୋଡ଼ି ଚାଲିଥିଲା SCP ନିକିତା ଆଉ ଗୋଟେ ହେଉଛି ତପସ୍ୟା, ଯେଉଁଥିପାଇଁ ସେ ଓଡ଼ିଶାରେ ଘରେ ଘରେ ପରିଚିତ ଥିଲା। ତା ସତ୍ତ୍ୱେ ସେ ଫିଲ୍ମରେ ମଧ୍ୟ ଲିଡ୍ ରୋଲ୍ରେ ମଧ୍ୟ କରିଛି। କେତେଟା ଫିଲ୍ମ ମୋର ଏକ୍ଜାକ୍ଟ ମନେ ପଡ଼ିପାରୁନି, କିନ୍ତୁ ମୁଁ କହିଦେଇପାରିବି ସେ କେତେ କରିଛି। ଚୋରି ଚୋରି ମନ ଚୋରି, ମିତ ବସିଛି ମୁଁ ଭୂତ ସାଥିରେ, ଗୁଣ୍ଡା, ତୁ ମୋ ଆଖିର ତାରା, ଆହୁରି ମଥାରେ ଦେଇ ପାଟବଣୀ, ଏଭଳି ସେ ଅନେକ ଫିଲ୍ମ କରିଛି। ତ ଲଭ୍ କମ୍ ମ୍ୟାରେଜ୍ ଥିଲା, ଭାବୁଛନ୍ତି ଭୁଲ କେଉଁଠି ରହିଲା, କାହିଁକି ଏମିତି ଗୋଟେ ଭୁଲ ରହିଲା କେଉଁଠି ଆଉ କ'ଣ ଲଭ୍ଟା ଯଦି ମୁଁ ଏତିକି କହିବି ଯଦି ଅନ୍ଧ ଭଳିଆ ଆମେ ଲଭ୍ କରିବା ତାହେଲେ ଭବିଷ୍ୟତ କେବେ ଠିକ୍ ରହିବ ନାହିଁ। ଲଭ୍ କର ଏବଂ ମୁଁ ଆଜିକାଲି ଯୁବ ସମାଜକୁ ମଧ୍ୟ ଏଇ ବି ମୋର ଦେବାକୁ ଚାହୁଁଛି, ମେସେଜ୍ ଦେବାକୁ ଚାହୁଁଛି ଯେ ଲଭ୍ କର କିନ୍ତୁ କ୍ୱାଲିଟିଟାକୁ ଦେଖ। କାରଣ ଆଜିକାଲି ଯେଉଁ ଭଳିଆ ଘଟଣା ସବୁ ଘଟୁଛି, ଏଇଭଳିଆ ସବୁ ଅନେକ ଘଟଣା ବର୍ତ୍ତମାନ ସମାଜରେ ଘଟୁଛି, ଯେଉଁଥିପାଇଁ ତାଙ୍କର ଲଭ୍ କରିବା ପୂର୍ବରୁ ସିଲେକ୍ସନ୍ କରିବାରେ ତାଙ୍କର ଭୁଲ ରହିଯାଉଛି। ଆଉ ଯେଉଁଟାକି ବାପା ମା' ଅପୋଜ୍ କରିବାଟା ବି ଠିକ୍ ହେଉନି। କାରଣ ଅପୋଜ୍ କଲେ ସେମାନେ କ'ଣ ଷ୍ଟେପ୍ ନେଇଯିବେ, ସେଥିପାଇଁ ତାକୁ ବେଶୀ ଅପୋଜ୍ କରିବା ପାଇଁ ଚାହୁଁନାହାନ୍ତି। ସେଥିରେ ରାଜି ହେଇକି ଲଭ୍ କମ୍ ଆରେଞ୍ଜ ମ୍ୟାରେଜ୍ରେ ସେଇଟାକୁ ସେମାନେ ସମ୍ପାଦନ କରୁଛନ୍ତି। ତେଣୁ ଦେଖନ୍ତୁ, ଗୋଟେ ପୁଅକୁ ବାଛିବା ଜୀବନସାଥୀ ଭାବେ ବାଛିବା ପୂର୍ବରୁ ତା'ର କ୍ୱାଲିଟି,
ତାର ରୋଜଗାର, ତାର ବ୍ୟାକଗ୍ରାଉଣ୍ଡ, ତାର ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ଏ ସବୁଗୁଡ଼ା ଦେଖିକି ସିଲେକ୍ସନ୍ କରନ୍ତୁ। ଏହା ମୋର ଯୁବ ସମାଜକୁ ଗୋଟେ ମେସେଜ୍। ଭୁଲଟା ତ ସେମିତି କହିହେବ କି, କହିହେବ କ'ଣ ତାଙ୍କ ଭିତରେ ହେଲା କ'ଣ ହେଲା, ଆମେ ତ ସେଇଟା ବେଶୀ କିଛି ଆମେ ସେ ଭିତରେ ବାହାରିଲା ପରେ ଆମର ସରିଲା ସବୁ ଜିନିଷ। ଆଉ ଆମେ ସେ ଭୁଲ କ'ଣ ଠିକ୍ କ'ଣ ଆମେ ସେଇଟା କରିବୁ, ସେମାନେ ସେଇଟା ଠିକ୍ କରିକି ରହିବା କଥା, ସେତିକି ତ ସେ ରହିପାରିଲେନି। ମେନ୍ ତାଙ୍କ ଭୁଲ ରହିଲା, ତାଙ୍କ ବାପା ମା' ସବୁବେଳେ ବତାସିଆ କରିକି ଏସବୁ ହେଲା। ଆଉ କ'ଣ ମେନ୍ ହେଲା ତା ବାପା ମା', ତାର ଗୋଟେ ଭଉଣୀ ଅଛି, ସେ ଭଉଣୀ ବିଧବା ହେଇକି ଅଛି, ଏ ଯେଉଁ ଛାଡ଼ପତ୍ର ଦେଇକି ଅଛି। ବାହାଘର ପର୍ଯ୍ୟନ୍ତ ଠିକ୍ ଥିଲା, ବାହାଘର ପରେ ହଠାତ୍ ଆରମ୍ଭ ହେଲା, ହଁ ଡିମାଣ୍ଡ କଲେ। ହଁ ସେଇ ଯେଉଁ ଫିଲ୍ମ ସବୁ କଲା, ସିରିଏଲ୍ ଫିରିଏଲ୍ ସବୁ କଲା, ତାଙ୍କର ସବୁ ଲୋଭ ବଢ଼ିଲା। ଆଉ ଖାଲି ଆମକୁ ପଇସା ଦିଅ, ଯେଉଁଠୁ ପାଇଲା ପଇସା ମାନଙ୍କ ଯାଇଥିବ ଯେଉଁଠି ମାନେ ଡାକିଲେ ସବୁ ଗଲା, ଗେଷ୍ଟ ହେଇଗଲା, ଇଆଡ଼େ ଗଲା, ଯେ ସବୁ ପରେ ପଇସା ଖାଲି ଆମକୁ ଦିଅ, ଟଙ୍କାଟେ ତୁ ରଖେନା। ସେଇଟା ତାଙ୍କର ମନରେ ସବୁବେଳେ ସେଇ ଜିନିଷଟା ରହିଲା। ଆଉ ଖାଲି ପଇସା ନେବୁ, ଆଉ ତୁ ଯୁଆଡ଼େ ଯାଉଛ ଖାଲି ପଇସା ଦେ। ସେ ପଇସା ପାଇଁ ପଇସା ପାଇଁ ଯେତେ କଥା ହେଲା। ତାର ବି ଦୁଇଟା, ତା ନାଁରେ ବି ଦୁଇଟା ବ୍ୟାଙ୍କ ଖୋଲିଥିଲେ ସେଠି ତାଙ୍କର ଯେଉଁ ଏଠି ଗୋପାଳପୁରରେ, ସେଇଟା ବି ସବୁ ଜିନିଷ ତାଙ୍କର ସବୁ ସେଇଠି ସବୁ। ଆପଣ ନ୍ୟାୟ ମିଳିଲା, ସନ୍ତୁଷ୍ଟ ଅଛନ୍ତି ନା? ହଁ ନାଇଁ ଭଗବାନ, ମୋର 7-8 ବର୍ଷ ମାନେ ମୋତେ ମାନେ ଯେତିକି ଆମେ କାନ୍ଦିଛୁ, ଦିନେ ବି ଶୋଇନୁ ଖାଇନୁ, ଏତେ ମାନେ ଆଖିକି ଦେଖାଯାଉନି ନା କାନକୁ ଶୁଭୁନି, ଏମିତି ହେଇକି ଆମେ ଥିଲୁ। ଏବେ ଆଉ କାଲିଠୁ ଗୋଟେ ମାନେ କେତେ ମାନେ ମୁଣ୍ଡର ଯେତେ ବଡ଼ ବୋଝ ମାନେ ହାଲକା ହେଇଛି, ସେ ଭଗବାନ ମା' ମଙ୍ଗଳାକୁ ହିଁ ଜଣା।